ଆଜି ସକାଳୁ ସକାଳୁ ଉଠିକି ବାରିଆଡ଼େ ଗଲାବେଳକୁ ଦେଖିଲେ ଗୋଟେ ଜାଗାରେ ଡଲା ଚାଙ୍ଗୁଡ଼ି ଶାଗ ହେଇଛି। ସେ ଶାଗଟା କାଫି ଲୋକ ଦେଖିନଥିବେ, ବହୁତ ସାରା ଲୋକଙ୍କୁ ବି ଜଣା ନଥିବ ଯେ ଶାଗଟା କେଉଁ ଭଳିଆ ବୋଲି। ଚାଲନ୍ତୁ ଦେଖିବା ସେ ଶାଗଟା କେଉଁ ଭଳିଆ। ଖାଇବାକୁ ତ ଭାରି ଟେଷ୍ଟି, ଆଉ ତାର ରେସିପିଟା କେମିତି ହୁଏ ସେଟା ବି ମୁଁ କହିଦେବି। ଏଇଟା ହେଉଛି ଡଲା ଚାଙ୍ଗୁଡ଼ି ଶାଗ, ପୁରା ଫ୍ରେଶ୍ ଫୁଲ ଫୁଟିଛି। ଏଇ ଫୁଲଟାକୁ ନେଇକି ରୋଷେଇ କରାହୁଏ। ଫାଷ୍ଟ ଆମେ ଫୁଲଟାକୁ ତୋଳି ଆଣିଲୁ, ତୋଳି ଆଣିକି ଏଇଠି ଦେଖି ପୁରା ବାଛିକି ରେଡ଼ି କରି ରଖିଛୁ। ଆପରେ ଫୁଲଟାକୁ ଧୋଇବାକୁ ପଡ଼ିବ। ଫାଷ୍ଟ ଫୁଲର ଯାହା ଥିବ ଛୋଟ ଛୋଟ ଅଳିଆ ଲାଗିଥିବ ଏଥିରେ, ତ ତାକୁ ସଫା କରିଦେବାର ଅଛି। ସଫା କରିଦେଇକି ତାପରେ ତାକୁ ଧୋଇବାର ଅଛି। ଏଇଠି ବଛା ବଛି ଷ୍ଟାର୍ଟ ହେଇଗଲା ଆମର। ବଛା ବଛି ଷ୍ଟାର୍ଟ ହେଲା ପରେ ତାକୁ ନେଇକି ଭଲସେ ଧୁଆଧୁଇ କରିକି ନେଇ ଆସିବା, ଆଉ ତାକୁ ରୋଷେଇ କରିବା। ମୁଁ ଏଇଠି ପୁରା ବାଛିବାରେ ଲାଗି ପଡ଼ିଛି, ଏତେ ସାରା ଫୁଲ ନେଇ ଆସିଛି। ତ ଖାଇବାକୁ ପୁରା ଛତୁ ଭଳିଆ ଟେଷ୍ଟ ଅଛି ୟାର ବି, ଆଉ ଭଲ ଅଛି। ଯଦି ବି ଆପଣ ଦେଖିଥିବେ କି ନାଇଁ ମୁଁ ଜାଣିନି କି ଖାଇଥିବେ ନାଇଁ କି, ଏଇଟା ହେଉଛି ମୋ ପାଇଁ ତ ଫାଷ୍ଟ ଟାଇମ୍ ଥିଲା। ଏଇଟା ମୁଁ ସେକେଣ୍ଡ ଟାଇମ୍, ଲାଷ୍ଟ ଇୟର ମୁଁ ଖାଇଥିଲି ଡଲା ଚାଙ୍ଗୁଡ଼ି, ଆଉ ଏଇଟା ହେଉଛି ଏଇ ଇୟର, ତ ବର୍ଷକୁ ଥରେ ଲାଷ୍ଟ ଇୟର। ଏଇଟା ମୁଁ ସେକେଣ୍ଡ ଟାଇମ୍ ଏଇ ଛତୁଟାକୁ ଖାଉଛି ହେଲା। ତାପରେ ଛତୁଟାକୁ ବଛା ବଛି ଆମର ସରିଗଲା। ବଛା ବଛି ସରିକି ଧୁଆ ବି ହେଇଗଲା। ଧୁଆ ହେଲା ପରେ କଡ଼େଇରେ ବର୍ତ୍ତମାନ ତେଲ ଟିକେ ଗରମ କରିବା। ଆଉ ଗରମ କଲା ପରେ ଏଇପଟେ ଦେଖିବେ ପୁରା ବେସର ବଟା ହେଇକି ରଖାଯାଇଛି। ଯେମିତିକି ଛତୁ ରୋଷେଇ ହୁଏ ସେମ୍ ପ୍ରୋସେସ୍ରେ ଆପଣ ରୋଷେଇ କରିପାରିବେ। ଏପଟେ ଫୁଲଟାକୁ ପୁରା ସଫା କରାଯାଇଛି, ଆଉ ସେଥିରେ ସୋରିଷ ଟିକେ ଛୁଙ୍କ ମାରିଦେବା। ସୋରିଷ ଫୁଟିଗଲା ପରେ ଆମର ଯେଉଁ ଶାଗଟା ଅଛି, ଶାଗଟାକୁ ତେଲରେ ପକାଇକି ହାଲକା ଖଡ଼ିବା। ଖଡ଼ିଲା ପରେ ଶାଗଟା ଧୀରେ ଧୀରେ ସିଝିବ। କିଛି ସମୟ ଲୋ ଫ୍ଲେମ୍ରେ ଖଡ଼ିବାକୁ ପଡ଼ିବ, ପୁରା ଗ୍ରୀନ୍ ହେଇଯିବ ଶାଗଟା। ଯେତିକ ଫୁଲ ଅଛି ପୁରା ମଉଳିକି କଢ଼ ହେଇଯିବ। ଏଇଭଳିଆ ପୁରା ଗ୍ରୀନ୍ ଆସିଗଲା ପରେ ଟିକେ ହଳଦୀ ଟିକେ ପକାଇଦେବା, ଆଉ ଲୁଣ ଟିକେ ପକାଇଦେବା। ତାପରେ ଯାହା ମସଲା ଆପଣଙ୍କର ପକାଇବା କଥା ଟିକେ ପକାଇଦେବେ। ପକାଇ ଦେଇକି ବେସରକୁ ଢାଳିଦେବା। ଯାହା ବି ମସଲା ଆପଣଙ୍କର ଅଛି ଏଥିରେ ଆପଣ ଆଡ଼୍ କରିପାରିବେ। ଟେଷ୍ଟ ହିସାବରେ ଯେଉଁ ଟେଷ୍ଟ ଆପଣଙ୍କୁ ଭଲ ଲାଗେ ସେଇ ହିସାବରେ ଆପଣ ମସଲା ଦେବେ। ମସଲା ଦେଲା ପରେ ଟିକେ ଗୋଳେଇ ଦେବା। ଆଉ ମୁଁ ଏତେ ସାରା ଫୁଲ ନେଇକି ଆସିଥିଲି, କିନ୍ତୁ ରୋଷେଇ କଲାବେଳେ ଏତିକି ଟିକିଏ ହେଇଗଲା। ଆଉ ଫୁଲ ଆମର ପୁରା ରେଡ଼ି ହେଇଗଲାଣି। ବର୍ତ୍ତମାନ ଆ ଉପରେ ବେସରକୁ ଢାଳିଦେବା। ବେସର ଢାଳିକି ଆକୁ ଟିକେ ହାଲକା ପାଣି ଦେଇକି ଘୋଡ଼େଇ ଦେବା। ତାପରେ ଟିକେ ପାଣି ଆଡ଼୍ କରିବା। ଏତିକି ପାଣି ଆଡ଼୍ କଲା ପରେ ଆକୁ ଟିକେ କିଛି ସମୟ ପାଇଁ ଘୋଡ଼େଇକି ରଖିଦେବା। ଘୋଡ଼େଇ ସାରିଲା ପରେ ଇଏ ଫୁଟିଯିବ। ଫୁଟିକି ପୁରା ରେଡ଼ି ହେବ। ତାପରେ ଆକୁ ଓପନ୍ କରିକି ଦେଖିବା। ଏବେ ଫୁଟୁଛି, ତ ଏବେ ଆଉ ଟିକେ ଫୁଟିବ, ପାଣି ମରିବ। ଟିକେ ସମୟ ୱେଟ୍ କରିବା। ପାଣି ଆଉ ଟିକେ ଯଦି ଆପଣଙ୍କୁ ହାଲକା ଶୁଖିଲା ଦରକାର ଆଉ ଟିକେ ଶୁଖାଇ ପାରିବେ, ନହେଲେ ଆକୁ କାଢ଼ିଦେବେ। ତ ଏଇଟା ଦେଖିପାରୁଥିବେ ତରକାରୀ ବନେଇକି ପୁରା ରେଡ଼ି ହେଇଗଲା।